ବେଆଇନ ବାଲି ଚୋରା ଚାଲାଣ ବେଳେ ମାଡ଼ି ବସିଲେ ପ୍ରୋଭିଜନାଲ ଆଇପିଏସ୍। 9ଟି ବାଲି ବୋଝେଇ ହାଇବା ସହ ଗାଡ଼ି ଡ୍ରାଇଭରମାନେ ଅଟକ। ଗଞ୍ଜାମ ଜିଲ୍ଲା ଆସିକାର ଋଷିକୁଲ୍ୟା ନଦୀ ଓ ବଡ଼ ନଦୀର ବିଭିନ୍ନ ବେଆଇନ ବାଲିଘାଟରୁ ରାତି ତମାମ ଦିନ ରାତି ବାଲି ଚୋରା ଚାଲାଣ ହେଉଥିବା ନଜର ରହିଛି। ବାଲି ମାଫିଆମାନେ ବିଭାଗୀୟ ଅଧିକାରୀମାନଙ୍କୁ ହାତବାରିଶ କରି ବାଲି ଚୋରା ଚାଲାଣ କରୁଥିବା ବେଳେ ଗତକାଲି ଛତ୍ରପୁର ପ୍ରୋଭିଜନାଲ ଆଇପିଏସ୍ ନିତେଶ କୁମାର ମିଶ୍ର ରାତି ତମାମ ଚଢ଼ାଉ କରି ବିଭିନ୍ନ ଜାଗାରୁ 9ଟି ବେଆଇନ ବାଲି ବୋଝେଇ ହାଇବାକୁ ଜବତ କରିବା ସହ ଗାଡ଼ି ଡ୍ରାଇଭରମାନଙ୍କୁ ଅଟକ ରଖିଥିବା ନଜର ରହିଛି। ଅପରପକ୍ଷରେ ଆସିକାରେ ବାଲି ମାଫିଆମାନଙ୍କର ଅରାଜକତା ବୃଦ୍ଧି ପାଇଥିବା ବେଳେ ସବୁ ଜାଣିଶୁଣି ନୀରବ ରହିଛନ୍ତି ବିଭାଗୀୟ ଅଧିକାରୀ ଓ ପୋଲିସ। ब्यूरो रिपोर्ट संधान ओडिशा लाइव।